ଆପଣ ନିଜେ କୁହନ୍ତୁ, ଆପଣ ଯିଏ ବି ଭିଡ଼ିଓ ଦେଖୁଛନ୍ତି, କ'ଣ ଆପଣ ଯାଇକି ଫାଲତୁରେ କେବେ କେସ୍ କରୁଛନ୍ତି କୋର୍ଟରେ ୟା ଫିର୍ ପୋଲିସ ଷ୍ଟେସନର ଚକ୍କର କାଟିଛନ୍ତି ଫାଲତୁରେ? କେହି ନୁହଁ। ଯେତେବେଳେ ଗୋଟେ ମଣିଷକୁ ତାର ଯେଉଁଟା ହକ୍ ସେଇଟା ମାନେ ଲାଗେ କି ହଁ ଏଇ ହକ୍ଟା ମୋର ରଙ୍ଗ ୱେରେ ଚାଲି ଯାଉଛି ମୋଠୁ, ୟା ଫିର୍ ମୋତେ ସେ ଜିନିଷ ମିଳୁନି ଯେଉଁଟା ମୋର ହକଦାର ଥିଲା, ସେ ଯାଇକି ସେତେବେଳେ କେସ୍ କରେ। ଲାଇକଲି କି ମୋତେ ଏକ୍ସପେକ୍ଟେସନ୍ ଥିଲା କି 80% ମାର୍କ ମୋର ଆସିବ, ବଟ୍ ପରୀକ୍ଷାରେ ମୋର 40% ଆସିଲା, ତ ମୋତେ ଡାଉଟ୍ ହେବ, ମୁଁ କେସ୍ କରିବି, ରିଚେକ୍ କରିବି, ଏଇଟା ମୋର ହକ୍, ମୋତେ ସମ୍ବିଧାନ ଏଥିପାଇଁ ସେ ମାନେ ପରମିସନ୍ ଦେଇଛି, ସେତିକି ସେ ଜିନିଷ ମୋତେ ୱାଲଫେୟାର ମିଳିଛି ଯେଉଁ ଆମ ଇଣ୍ଡିଆର କନଷ୍ଟିଚ୍ୟୁଏନ୍ସିରୁ। ତ ସେଥିରେ କୌଣସି ଭୁଲ ନାହିଁ। ଜଣେ ଯଦି ଫରେଷ୍ଟ ଗାର୍ଡ଼କୁ ନେଇକି କୋର୍ଟରେ କେସ୍ କରୁଛି, ଜଣେ ଯଦି OSAP IRBକୁ ନେଇକି କେସ୍ କରୁଛି, ଜଣେ ଯଦି ASOକୁ ନେଇକି କେସ୍ କରୁଛି, ଦେନ୍ ସେଇଟା ତାଙ୍କର ହକ୍, ସେଇଟା ତାଙ୍କର ରାଇଟ୍ସ, ସେମାନେ କରିବେ। ଯଦି ସେମାନଙ୍କର ସେଇ ଜିନିଷ ଏକ୍ସପେକ୍ଟେସନ୍ ହିସାବରେ ଆସୁନି ତ ସେମାନଙ୍କର ହକ୍, ସେମାନେ କରିବେ। ସିମ୍ପଲି ଯଦି ଆପଣଙ୍କ ଭାଇ ସହିତ ହେବ, ଭଉଣୀ ସହିତ ହେବ, ୟା ଫିର୍ ଆପଣ ନିଜ ସହିତ ହେବ, ଆପଣ ବି ଯାଇ କେସ୍ରେ କରିବେ, କରିକି ତାର ସମାଧାନ ଚାହିଁବେ, କାହିଁକିନା ସେଥିପାଇଁ ନ୍ୟାୟାଳୟ ଥାଏ। ତ ଏଥିରେ କୌଣସି ଭୁଲ ନାହିଁ, ସେଥିରେ ଆମେ ପିଲାମାନଙ୍କୁ ଭୁଲ ଦେଇପାରିବା ନାହିଁ। ବଟ୍ ପ୍ରୋବ୍ଲେମ୍ ହେଉଛି କ'ଣ ଜାଣିଛନ୍ତି? ପ୍ରୋବ୍ଲେମ୍ ହେଉଛି କି ଆମେ ଯେଉଁଟା କହୁଛନ୍ତି କି ପରୀକ୍ଷାର୍ଥୀମାନଙ୍କର ଭୁଲ, ସେମାନେ କେସ୍ କରୁଛନ୍ତି ଆଉ ଏକ୍ଜାମ୍କୁ ଡିଲେ କରାଉଛନ୍ତି। ନାଇଁ, ମୁଁ ସେଇଟା ଭାବେନି। ଗୋଟେ ରାଜ୍ୟରେ ଗୋଟେ ଚିଫ୍ ମିନିଷ୍ଟର ବଛା ହେଇଛି, ତା ତଳେ ବହୁତ ସାରା ମିନିଷ୍ଟ୍ରି ଅଛି ଯେଉଁମାନଙ୍କୁ ଆମ ଓଡ଼ିଶାର ଯେତେ ଲୋକ ଅଛନ୍ତି ତାଙ୍କ ଟ୍ୟାକ୍ସ ପଇସା ତାଙ୍କୁ ସୁବିଧା ମିଳିଛି, ଲକ୍ଷ ଲକ୍ଷ ଟଙ୍କା ସାଲାରୀ ମିଳୁଛି, ମେଡ଼ିକାଲ ଫ୍ୟାସିଲିଟି, ଟ୍ରାଭେଲ୍ ଫ୍ୟାସିଲିଟି, ଆଉ ସିକ୍ୟୁରିଟି, ବଡ଼ ବଡ଼ ଗାଡ଼ି ନେଇକି ପୁରା କାର୍କେଟ୍ରେ ଚାଲୁଛନ୍ତି। ଏଇଟା ସିମ୍ପଲ୍ ଜିନିଷ ନୁହେଁ। ଏଇସବୁ ଜିନିଷ କ'ଣ ପାଇଁ ମିଳିଛି? ଜନସାଧାରଣ ଭିତରେ ଆମ ୟୁଥ୍ ବି ଆସନ୍ତି, ଆମ ପରୀକ୍ଷାର୍ଥୀମାନେ ଆସନ୍ତି, ସେମାନଙ୍କ ପ୍ରୋବ୍ଲେମ୍ର ସଲ୍ୟୁସନ୍ ଏମାନେ କରିବେ, ସେଥିପାଇଁ ଏମାନଙ୍କୁ ଭୋଟ୍ ଦେଇକି ସେଠି ବସାଯାଇଥାଏ କି ଏମାନଙ୍କର ପ୍ରୋବ୍ଲେମ୍ କିଛି ଆସିଲେ ଏମାନେ ପ୍ରୋବ୍ଲେମ୍ର ତୁରନ୍ତ ସଲ୍ୟୁସନ୍ କରିବେ, ହେଲା। ତ ସେଥିପାଇଁ କ'ଣ କରାଯାଏ? ଏମାନଙ୍କୁ ଇଲେକ୍ଟ କରାଯାଏ ଓ ଏଙ୍କ ପଛରେ ଏତେ ଟଙ୍କା ଖର୍ଚ୍ଚ କରାଯାଏ। ସିମ୍ପଲି ଯଦି ରାଜ୍ୟକୁ ଗୋଟେ ଚିଫ୍ ମିନିଷ୍ଟର ଚଳେଇ ଦିଅନ୍ତା, ତାହେଲେ ଏତେ ସବୁ ମନ୍ତ୍ରୀପଦ କ'ଣ ପାଇଁ ଥାନ୍ତା? ରାଜ୍ୟର କାମ ସୁରୁଖୁରୁରେ ଚାଲିବ, ସେଥିପାଇଁ ସବୁ ଡିପାର୍ଟମେଣ୍ଟ ୱାଇଜ୍ ମିନିଷ୍ଟ୍ରି ଅଛି, ଯେମିତି ହେଲ୍ଥ ମିନିଷ୍ଟ୍ରି ହେଇଗଲା, ଏଜୁକେସନ୍ ମିନିଷ୍ଟ୍ରି ହେଇଗଲା, କ୍ଲାଇମେଟ୍ ଚେଞ୍ଜ ମିନିଷ୍ଟ୍ରି ହେଇଗଲା, ସମସ୍ତ ବ୍ରଡ଼କାଷ୍ଟ, ଟେଲିକମ୍ୟୁନିକେସନ୍, ସମସ୍ତଙ୍କର ଅଲଗା ଅଲଗା। କାହିଁକିନା ଗୋଟେ ଚିଫ୍ ମିନିଷ୍ଟର ପୁରା ରାଜ୍ୟ ଚଲେଇ ପାରିବେ, ସେଥିପାଇଁ ମିନିଷ୍ଟ୍ରି ରଖାହେଇଛି, ସେମାନେ ତାଙ୍କ କରେଣ୍ଟ ମିନିଷ୍ଟ୍ରିରେ କାମକୁ ସୁରୁଖୁରୁରେ ଚଳାଇବେ। ତ ଏଜୁକେସନ୍ ମିନିଷ୍ଟରଙ୍କ କାମ ହେଲା ଯଦି କୌଣସି ଜିନିଷରେ, କାହିଁକିନା ଏଇ ଯେଉଁ ଏକ୍ଜାମ୍ର ଟ୍ରାନ୍ସପାରେନ୍ସି, ଏକ୍ଜାମ୍ର ରେଜଲ୍ଟ, ମେରିଟ୍ ଲିଷ୍ଟ, DV ଆଉ ଆପଣଙ୍କ କାଉନସିଲିଂ ସବୁ ତାଙ୍କ ଉପରେ ଡିପେଣ୍ଡ କରେ, ତାଙ୍କ ଡିପାର୍ଟମେଣ୍ଟ। ଆଉ ସେଥିପାଇଁ ତାଙ୍କୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ପେ କରୁଛି। ସେ ପେ ଯାଉଛି ଆମ ପଇସା, ଆମ ପକେଟ୍ରୁ ଯାଉଛି, ଆମ ଜନସାଧାରଣଙ୍କ ଆମ ପ୍ୟାରେଣ୍ଟସ୍ମାନଙ୍କ ପକେଟ୍ରୁ ଯାଉଛି। ଯଦି ଜଣେ ଗୋଟେ ପିଲା କେସ୍ କରୁଛି, ଦେନ୍ କରେଣ୍ଟ ମିନିଷ୍ଟ୍ରି ପାଖକୁ ସେ କେସ୍ ଯିବ, କୋର୍ଟକୁ ଯିବ, କୋର୍ଟ ଆଦେଶ ଦେବ। ସେଇ ଯେଉଁ ପ୍ରୋସେସ୍ ଅଛି ପିଲାର କେସ୍ କରିବା, କୋର୍ଟକୁ ଯିବା, ଆଉ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଉଛି OSSC OPSCକୁ, ତା ଭିତରେ ଯେଉଁ ଡିଲେ ହେଉଛି, ସେଥିପାଇଁ କିଏ ଦାୟୀ? ସେଥିପାଇଁ କ'ଣ ପିଲା ଦାୟୀ? ପିଲା ଦାୟୀ ନୁହେଁ। ସେଥିପାଇଁ ହେଉଛି ଆମର ଯେଉଁ ଏଜୁକେସନ୍ ଡିପାର୍ଟମେଣ୍ଟ ଦାୟୀ, ତାଙ୍କର ଯେଉଁ କରେଣ୍ଟ ମିନିଷ୍ଟର ଅଛନ୍ତି ସେମାନେ ଦାୟୀ। ତାଙ୍କର କାମ ହେଲା ସେ ଜିନିଷରେ ତୁରନ୍ତ ସଲ୍ୟୁସନ୍ ଆସିବା ଦରକାର। କାହିଁକିନା ଗୋଟେ ପିଲାର ଏଜ୍ ବହୁତ ମ୍ୟାଟର୍ କରେ। ଗୋଟେ ଜମିବାଡ଼ିର କେସ୍ ଚାଲିଛି, ଠିକ୍ ଅଛି, ବର୍ଷେ ଚାଲିଯାଉଛି, 2 ବର୍ଷ ଚାଲିଯାଉଛି, ବଟ୍ ପିଲାର ଯଦି ଗୋଟେ କେସ୍, ଗୋଟେ ପରୀକ୍ଷାର୍ଥୀଙ୍କର ଯେଉଁମାନେ ଦେଇଛନ୍ତି ଏକ୍ଜାମ୍, ସେମାନଙ୍କର ଏତେ ଯଦି ଡିଲେ ଚାଲିବ, ସେମାନେ କ'ଣ হবে, ତାଙ୍କ ଏଜ୍ ବଢ଼ି ବଢ଼ି ଚାଲିବ। କାହିଁକିନା ସଡନ୍ ଯେଉଁ ଜବ୍ରେ ଗୋଟେ ସଡନ୍ ଆମାଉଣ୍ଟ ଅଫ୍ ଏଜ୍ ଥାଏ କି 17ରୁ 21, 17ରୁ 23, 17ରୁ 25, 17ରୁ 30, ତାପରେ ଯେଉଁ ପିଲାମାନେ ଓଭର ଏଜ୍ ହେଇଯିବେ ସେମାନଙ୍କ କିଛି ଲାଭ ହେବନି। ତ ତାର ଯେଉଁ କରେଣ୍ଟ ଡ୍ୟୁରେସନ୍ରେ ସ୍ପିଡଲି କାମ କରିବାର କାମ ହେଉଛି, ସେଇଟା କାହାର ରହୁଛି? କରେଣ୍ଟ ଡିପାର୍ଟମେଣ୍ଟର ରହୁଛି, ଯେଉଁଟା ଏଜୁକେସନ୍ ଡିପାର୍ଟମେଣ୍ଟ। ତ ମୁଁ ଏଜୁକେସନ୍ ଡିପାର୍ଟମେଣ୍ଟ ଆମର କେତେ ଷ୍ଟ୍ରଙ୍ଗ ଏଇଟା ଆପଣମାନେ ବୁଝିପାରୁଥିବେ। ଯେଉଁ ଏକ୍ଜାମ୍ ଡିଲେ ହେଉଛି, ଲିକ୍ ହେଉଛି, ଟ୍ରାନ୍ସପାରେନ୍ସି ସହିତ ଏକ୍ଜାମ୍ ହେଉନି, ଏଥିପାଇଁ କ'ଣ ପିଲାମାନଙ୍କ କେସ୍ ଦାୟୀ? ପିଲାମାନଙ୍କ କେସ୍ ଦାୟୀ ନୁହେଁ, ନା ପିଲାମାନେ କେସ୍ କରିକି ଡିଲେ କରୁଛନ୍ତି ସେଥିପାଇଁ ଦାୟୀ ନୁହେଁ। ଏଥିପାଇଁ କରେଣ୍ଟଲି ଆମ ଓଡ଼ିଶାର ଯେଉଁ ଏଜୁକେସନ୍ ଡିପାର୍ଟମେଣ୍ଟ ଅଛି ସେମାନେ ଦାୟୀ, ହୋଲ୍ ସେମାନେ ଦାୟୀ। ଯଦି କୋର୍ଟ ଆପଣଙ୍କୁ ଆଦେଶ ଦେଉଛି 15 ଦିନ ଭିତରେ ଫାଇନାଲ୍ ସବମିଟ୍ କରିବା ପାଇଁ, ଦେନ୍ 15 ଦିନ ନୁହେଁ, 10 ଦିନ ଭିତରେ ଆପଣ କରିକି ଦେଖାନ୍ତୁ। ସେଇଟା ଯଦି ସ୍ପିଡଲି କୁଇକଲି ହେଇପାରିବ, ତାର ଗୋଟେ ପ୍ରୋସେସ୍ ବନାଯିବ, ତାହେଲେ ସେଇଟା କ'ଣ ହେବ? ଏକ୍ଜାମ୍ ଆଉ ଡିଲେ ହେବନି, ପିଲାମାନେ ବି ବେଶୀ ଅନକନସିୟସ୍ ହେବେନି। ବଟ୍ ଏବେ କ'ଣ ହେଉଛି, କୌଣସି ଗୋଟେ ଜିନିଷରେ ଯଦି କେସ୍ଟେ ଚାଲିଲା, ସେ କଣ୍ଟିନ୍ୟୁ ଚାଲିଛି, ତଦନ୍ତ ଚାଲିଛି, ତ ପିଲାମାନେ ଏଥିରେ କ'ଣ ହେଇଯାଉଛନ୍ତି ନା, ଜଣେ ଗୋଟେ ପିଲାଟେ ସିଲେକ୍ଟ ହେଇକି ଅଛି, ଆଉ ଜଣେ ଗୋଟେ ପିଲାଟେ କେସ୍ କରିଦେଲା, ତ ସିଲେକ୍ଟ ହେବାର ପିଲାର ବି ଫାଟୁଛି, ଯିଏ ନ ହେଇଛି ତାର ବି ଫାଟୁଛି। ତ 2 ଜଣଙ୍କ ଭିତରେ ଯେଉଁ ଚାଲିଛି ଏଠି ଯୁଦ୍ଧ ଚାଲିଛି କି ସେମାନେ କେସ୍ କଲେ ବୋଲି ଏକ୍ଜାମ୍ ଡିଲେ ହେଉଛି, ସେମାନେ କେସ୍ କଲେ ବୋଲି ଏକ୍ଜାମ୍ ଡିଲେ ହେଉନି, ସେମାନଙ୍କର ହକ୍ ସେଇଟା। ମୁଁ ଏଇଟା ଆପଣଙ୍କୁ କହୁଛି, ସେମାନଙ୍କର ହକ୍। ଦାୟୀ ହେଉଛି ଆମ ଡିପାର୍ଟମେଣ୍ଟ, ଆମ ସିଷ୍ଟମ୍, ହେଲା। ଏଥିରେ ଡରିବାର କିଛି ନାହିଁ। ସେମାନେ ଏଠି କୁଇକଲି ପ୍ରୋସେସ୍ କରୁନାହାନ୍ତି, କୌଣସି ଜିନିଷକୁ ସେମାନେ ସିରିୟସଲି ନେଉନାହାନ୍ତି। ଏକ୍ଜାମ୍ ଲିକ୍, ପେପର ଲିକ୍ 5 ବର୍ଷ 10 ବର୍ଷ ହେଲାଣି ଆମେ ଶୁଣିକି ଚାଲିଛୁ, ଏବେ ବି ଚାଲିଛୁ। ପୋଷ୍ଟ ବିକ୍ରି 5-10 ବର୍ଷ ହେଲାଣି, ଏବେ ବି ଚାଲିଛୁ। କ'ଣ ଗୋଟେ ମିନିଷ୍ଟର, ଗୋଟେ କରେଣ୍ଟ ଗୋଟେ ସିଷ୍ଟମ୍, ସେଇଟାକୁ କ'ଣ ଚେଞ୍ଜ କରିପାରିବ? ଚେଞ୍ଜ କରିପାରିବ, ଗୋଟେ ସେକେଣ୍ଡରେ ଚେଞ୍ଜ କରିପାରିବ। ବଟ୍ ସେଥିପାଇଁ
से हिसाब रे काम करने ईमानदारी भितर थिबा दरकार है सब किसी चेंज हो पारे राज्य जब गोटे चीफ मिनिस्टर ता तलक जो रही एजुकेशन मिनिस्टर चाहिए कहार अच्छी पछपटे दम से कि करदेव जाए करप्शन विदाउट सपोर्ट रे कहीं भी करप्शन करें सिस्टम भितर फाइंड आउट करके गोटे पनिशमेंट देके एग्जांपल सेट करके डरैकी रखा हूँ ही परमानेंट सॉल्यूशन है बट कौन से एमाने आमर जो करेंट गवर्नमेंट अच्छी सक्रिय आम स्टूडेंट मानक से आपको पचारे चाहिए आ कमेंट सेक्शन में लिखा भूलें आपंकर राय कौन ये वीडियो देखिए कि सिस्टम दायी ना पिला माने जो केस कर सी दायी ना कोड दायी किए दायी आप निश्चित कमेंट सेक्शन में लिखिए। जय जगन्नाथ।